ମେଡିକାଲ ଛାତରୁ ପଡ଼ି ରୋଗୀ ମୃତ। ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ, ହେଲେ ଡାକ୍ତରଖାନା ଛାତରୁ ରୋଗୀ ପଡ଼ି ମୃତ୍ୟୁ ଘଟିଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟଠାରେ। ଡାୟାଲିସିସ୍ ପାଇଁ ଡାକ୍ତରଖାନାକୁ ଆସିଥିବା ଆନନ୍ଦପୁର ଥାନା କଣ୍ଟିପାଳ ଗାଁ ବିଜୟ କୁମାର ବାରିକ ଡାୟାଲିସିସ୍ ୱାର୍ଡରୁ ପ୍ରଥମ ମହଲା ଛାତରୁ ଖସି ପଡ଼ିଥିଲେ। ଆଜି ସକାଳୁ ବିଜୟ ସାଙ୍ଗରେ ଥିବା ପତ୍ନୀ ଶାନ୍ତିଲତାଙ୍କୁ ନେଇ ଡାକ୍ତରଖାନାରେ ଡାୟାଲିସିସ୍ କରାଇଥିଲେ। ତାଙ୍କ ଡାୟାଲିସିସ୍ କରିବାର କିଛି ସମୟ ପରେ ବିଳମ୍ବ ହୋଇଥିଲା। ଏହି ସମୟରେ ବିଜୟଙ୍କୁ ଭୋକ ଲାଗିବାରୁ ପତ୍ନୀ ତାଙ୍କ ପାଇଁ କିଛି ଖାଇବା ଆଣିବାକୁ ବାହାରକୁ ଯାଇଥିଲେ, ହେଲେ ଫେରିବା ବେଳେ ବିଜୟକୁ ପାଇନଥିଲେ। ବହୁ ଖୋଜାଖୋଜି କରିବା ପରେ ୱାର୍ଡର ଟଏଲେଟ୍କୁ ଯିବା ଲାଗି ଥିବା ଗେଟ୍କୁ ନ ଯାଇ ଏହା ପଛପଟେ ଥିବା ଛାତକୁ ବିଜୟ ଚାଲି ଯାଇଥିଲେ ଏବଂ ସେଠାରୁ ଖସି ପଡ଼ିଥିଲେ। ସେଠାରୁ ଡାକ୍ତରଖାନାର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ, ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପତ୍ନୀଙ୍କୁ ପାଇବାରେ ବିଳମ୍ବ ହେବାରୁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହଯୋଗରେ ତଳେ ପଡ଼ିଥିବା ଦେଖିଥିଲେ, ଯାହାକୁ ନେଇ ମେଡିକାଲରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। କାହିଁକି ଓ କିପରି ଏପରି ହେଲା ବୋଲି ତାହା ପଚାରିଥିଲେ ଯେ ଭୋକ ଲାଗିବାରୁ ଲାଟ୍ରିନ୍ ଯିବା କବାଟରେ ନ ଯାଇ ଛାତ ଉପରକୁ ଚାଲିଯିବା ପରେ ଏପରି ଘଟଣା ଘଟିଥିବା ଯାହା ପତ୍ନୀ ଶାନ୍ତିଲତା ସୂଚନା ଦେଇଛନ୍ତି। ଏହାକୁ ନେଇ ଘସିପୁରା ଥାନା ତରଫରୁ ତଦନ୍ତ ଜାରି ରହିଥିବା ବେଳେ ପ୍ରଥମ କରି ମେଡିକାଲରେ ଏପରି ଘଟଣା ଘଟିଥିବାରୁ ଅଞ୍ଚଳରେ ଏବଂ ମେଡିକାଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଏବଂ ନାଁଟା କ'ଣ କହିଲେ? ଘର କ'ଣ ହେଇଛି କହିଲେ? ଡାୟାଲିସିସ୍ ହେଉଥିଲେ ସେ ଜାଣିପାରୁନାହାନ୍ତି। ମୁଁ ଖାଇବା ଆଣିବାକୁ ଗଲି, ଜାଣିପାରିଲେନି ଲାଟ୍ରିନ୍ ଯିବାର ନାହିଁ, ସେ ଛାତ ଥିଲା ସେଠି ଖସି ପଡ଼ିଲା। କେତେବେଳେ କେଉଁ ଟାଇମ୍ରେ? ଆଜ୍ଞା 8ଟା ଟାଇମ୍ରେ। ତାପରେ ତାଙ୍କ ନାଁ କ'ଣ? ବିଜୟ କୁମାର ବାରିକ। ତାପରେ କିଏ ଆସିଛନ୍ତି ନା କ'ଣ? ଆଜ୍ଞା ପୁଅ ହେଲେ ସବୁ ଆସିଲେ। ଛାତ ଉପରୁ ଡେଇଁ ପଡ଼ିଲେ ନା କ'ଣ ପଡ଼ିବ? ନା ସେ ଜାଣି କହୁଛନ୍ତି ମୋ ମୁଣ୍ଡ କିଛି କାମ କଲାନି ତ ପଡ଼ିଗଲେ।